ଗତ 16/7/2025 କ୍ଷେତ୍ରପଡ଼ା ଗାଁର ସ୍ୱାମୀ ସ୍ତ୍ରୀ ସ୍କୁଟିରେ ସେମାନେ କଟକରୁ ଘରକୁ ଫେରୁଥିବା ବେଳେ ନିର୍ଗୁଣ୍ଡି ଓଭରବ୍ରିଜ ପାର କଲା ପରେ ରେଲୱେ ଯୋଉ ଗେଟ୍ ଅଛି ଫାଟକ ପାଖରେ ସେମାନେ ଯେତେବେଳେ କ୍ରସ୍ କରୁଥିଲେ ସେହି ସମୟରେ 2 ଜଣ ପିଲା ଗୋଟେ ମୋଟର ସାଇକେଲ ପଲ୍ସର ମୋଟର ସାଇକେଲ ଆସି ତାଙ୍କ ବେକରୁ ତା ସ୍ତ୍ରୀ ବେକରୁ ସୁନା ଚେନ୍ଟି ନାଚି କରିନି ସେଥିରେ ମଧ୍ୟ ସେ ସୁନା ଚେନ୍ ଟାଣିଲା ବେଳେ ତା ବେକର ମଧ୍ୟ ଟିକେ ଇଞ୍ଜୁରୀ ପହଞ୍ଚିଛି। ଏଇଥିରେ ଆମର ଟାଙ୍ଗୀ ଥାନା 204/2025 ଗୋଟେ କେସ୍ ରେଜିଷ୍ଟ୍ରେସନ ହେଇଥିଲା। এই কেসরে এসপি সাহেবের নির্দেশ ক্রমে এএসপি গান্ধী এসআই বিকাশ সেঠী এএসআই নিরঞ্জন বরাଳ ତାଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଥିଲା। ଟିମ୍ ବହୁତ ଜାଗା ରେଡ୍ କରି ଯେଉଁମାନେ ଏଇ କ୍ରାଇମ୍ କରିଥିଲେ ସେ 2 ଜଣ ଆସାମୀକୁ ଧରା ହେଇଛି ଏବଂ ତାଙ୍କ ପାଖରେ ଯେଉଁ ମୋଟର ସାଇକେଲ ବ୍ୟବହାର କରିଥିଲେ ସେ ମୋଟର ସାଇକେଲ ମଧ୍ୟ ଜବତ କରାହେଇଛି। ଆଉ ଯେଉଁ ସୁନା ଚେନ୍ଟି ସେମାନେ ନେଇଥିଲେ ତାଙ୍କ ମଧ୍ୟ ପାଖରୁ ମଧ୍ୟ ସିଜର କରାଯାଇଛି। ତା ସହିତ ତାଙ୍କ ପାଖରୁ ପର୍ସନାଲ ସର୍ଚ୍ଚ କଲା ପରେ ତାଙ୍କ ଘରୁ ସର୍ଚ୍ଚ କଲା ପରେ କିଛି ନମ୍ବର ପ୍ଲେଟ ଏବଂ କିଛି ଗାଡି ଚାବି ମଧ୍ୟ ତାଙ୍କ ଜବତ ଆଜି ଆସାମୀ 2 ଜଣଙ୍କୁ ଆଜି ଆମେ କୋର୍ଟ ଫରୱାର୍ଡ କରୁଛୁ। କଣ ନା କଣ ସେମାନଙ୍କର ଘର ସେମାନେ 2 ଜଣଙ୍କ ଘର ଜଣଙ୍କ ନାଁ ହେଲା ଶେଖ ଆଜହାରୁଦ୍ଦିନ ଆଲିଆସ ଆଜାଦ ଆଉ ଜଣ ନାଁ ହେଲା ମହମ୍ମଦ ହୁଜେଫା ଆଲିଆସ ଶେଖ ଆୟାନ। ଏମାନଙ୍କ ଘର ଯାଜପୁର ବ୍ରହ୍ମଖୋର୍ଦ୍ଧା ଥାନା ଅଞ୍ଚଳରେ। ତାଙ୍କ ନାଁରେ ଅନ୍ୟ କୋଉ ଥାନାରେ କେସ୍ ଅଛି? ଏମାନଙ୍କ ନାଁରେ ଆମେ ଭେରିଫିକେସନ ତାଙ୍କର କ୍ୟାରେକ୍ଟର ଆଣ୍ଟିସିଡେଣ୍ଟ ଭେରିଫିକେସନ ଜଣାଇବା ବାଲିଚନ୍ଦ୍ରପୁର ଯାଜପୁର ଏମିତି ପବ୍ଲିକ ଥାନାରେ ତାଙ୍କ ନାମ ମଧ୍ୟ କେସ୍ ଅଛି। ସାର୍ ଆଉ କିଏ ସମ୍ପୃକ୍ତ ଅଛନ୍ତି ନା ଏଇ 2 ଜଣ ମୁଖ୍ୟ? ଏଇ 2 ଜଣ ତ ସେମାନେ କରିଥିଲେ ସିସିଟିଭିରେ ମଧ୍ୟ ଆମେ ଦେଖିଛୁ 2 ଜଣ ହିଁ କ୍ରାଇମ୍ କରିଥିଲେ। ଯେଉଁ ଗାଡି ବ୍ୟବହାର କରୁଥିଲେ ସେ ଗାଡି ନିଜସ୍ୱ ନା ଚୋରି ଗାଡି? ସେ ଗାଡିଟା ଆଉ ଜଣଙ୍କ ନାଁରେ ଅଛି ତାଙ୍କର ସେ ବ୍ରହ୍ମଖୋର୍ଦ୍ଧା ପଟର ତାରି ନାଁରେ ଗାଡି ଅଛି। ସେ ଲୋକ ଯାଇ ଆନ୍ଧ୍ରପ୍ରଦେଶ କାମ କରୁଛି ଏମାନେ ତାଙ୍କ ଗାଡି ବ୍ୟବହାର କରୁଥିଲେ। କୁହାଯାଉଛି ନମ୍ବର ପ୍ଲେଟ ଟାକୁ ମାନେ ମାନୁପୁଲେଟ କରି ସେମାନେ ବ୍ୟବହାର କରୁଥିଲେ ତାକୁ ନେଇ କଣ? ସେ ମାନୁପୁଲେଟ ଯୋଉଥିରେ ମାନୁପୁଲେଟ କରି ନମ୍ବର ପ୍ଲେଟ ମଧ୍ୟ କିଛି ତାଙ୍କଠୁ ସିଜର କରାହେଇଛି। ନମ୍ବର ଫେକ୍ ନମ୍ବର ବ୍ୟବହାର କରି ମଧ୍ୟ ସେମାନେ କିଛି କ୍ରାଇମ୍ କରୁଛନ୍ତି। କିଛି ମାରଣାସ୍ତ୍ର ଜବତ ହେଇଛି କି? ମାରଣାସ୍ତ୍ର ଏଥିରେ ବ୍ୟବହାର ହେଇଛି। ଟାଙ୍ଗୀ ଥାନା ଅଞ୍ଚଳରେ ପ୍ରଥମ କେସ୍ ତାଙ୍କ ଆଗରୁ ଆଉ ଟାଙ୍ଗୀ ଥାନାରେ ପ୍ରଥମ ହେଇଛି ଯାଜପୁର ଟାଉନ ଆଉ ବାଲିଚନ୍ଦ୍ରପୁର ପ୍ରଭୃତି ଥାନା ସେମାନଙ୍କର କେସ୍ ଅଛି। ଠିକ ଅଛି।